ବେଙ୍ଗାଲୁରୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଖବର ପହଞ୍ଚିଲା ନେଟ୍ ପରୀକ୍ଷାରେ ମିଳିଛି ସଫଳତା। ଏମ୍କେସିଜିରେ ନାମ ଲେଖାଇବେ ଶୁଭମ। ସିମର କୁମାର ଆଚାର୍ଯ୍ୟ ବ୍ରହ୍ମପୁର ବାପା ବୋଉ ତୁମେ ଆଉ କେତେ ପରିଶ୍ରମ କରି ମୋତେ ପାଠ ପଢ଼ାଇବ? ମୁଁ ନିଜେ ରୋଜଗାର କରି ତୁମମାନଙ୍କୁ ସାହାଯ୍ୟ କରିବି। ଏପଟେ ପରିବାରର ଆର୍ଥିକ ବୋଝ, ସେପଟେ ମନରେ ପାଠ ପଢ଼ିବାର ଇଚ୍ଛା। ଆଗକୁ ପାଠପଢ଼ା ଜାରି ରଖିବେ କି ନାହିଁ ତାହାକୁ ନେଇ ନିଜେ ନିଷ୍ପତ୍ତି ନେଇପାରୁନଥିଲେ। +2 ପରୀକ୍ଷା ଶେଷ ପରେ ନେଟ୍ ପରୀକ୍ଷା ଦେଇଥିଲେ। ଘରର ପରିସ୍ଥିତିକୁ ଦେଖି ଆଉ ରହିପାରିଲେ ନାହିଁ। କିଛି ରୋଜଗାର କରି ବାପା ମାଆଙ୍କୁ ସାହାଯ୍ୟ କରିବାର ଆଶାରେ ଶ୍ରମିକ ଭାବରେ କାମ କରିବାକୁ ବେଙ୍ଗାଲୁରୁ ଚାଲି ଯାଇଥିଲେ। ବେଙ୍ଗାଲୁରୁରେ ଦିନମଜୁରିଆ ଶ୍ରମିକ ଭାବରେ କାମ କରିବା ଆରମ୍ଭ କରିଥିଲେ। ଆଉ ମାସିକ 15,000 ଟଙ୍କା ରୋଜଗାର କରୁଥିଲେ। ଦିନେ କାମରେ ବ୍ୟସ୍ତ ଥିବା ବେଳେ ଫୋନ୍ ବାଜି ଉଠିଲା। ଫୋନ୍ ରିସିଭ୍ କରିବା ସମୟରେ ଖବର ମିଳିଲା ନେଟ୍ ପରୀକ୍ଷାରେ ସଫଳତା ମିଳିଛି। କୁହାଗଲା ଯେ ଶ୍ରମିକ ଭାବରେ କାର୍ଯ୍ୟ ନ କରି ଫେରି ଆସିବାକୁ। ଏବେ ସେ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଡାକ୍ତରୀ ପାଠ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଏଭଳି ସଂଘର୍ଷମୟ କାହାଣୀ ହେଉଛି ଖୋର୍ଦ୍ଧା ଜିଲ୍ଲାର ଜଣେ ମେଧାବୀ ବିଦ୍ୟାର୍ଥୀ ଶୁଭମ ଶଙ୍କରଙ୍କ। ଖୋର୍ଦ୍ଧା ଜିଲ୍ଲାର ମୁଦୁଲିଡିହ ଗ୍ରାମର ବାପା ସହଦେବ ଶବର ଏବଂ ମା ରଙ୍ଗୀ ଶବରଙ୍କ ପୁଅ ଶୁଭମ ଶବର। ଶୁଭମଙ୍କ ବାପା ଜଣେ ଚାଷୀ, ମା ରଙ୍ଗୀ ଘର କାମ କରିବା ପାଇଁ ଚାଷ କାର୍ଯ୍ୟରେ ମଧ୍ୟ ବାପାଙ୍କୁ ସାହାଯ୍ୟ କରନ୍ତି। ଚାଷ କାମରୁ ହିଁ ପରିବାର ପ୍ରତିପୋଷଣ କରିଥାନ୍ତି। ପରିବାରର ସ୍ୱଳ୍ପ ରୋଜଗାରରେ ମୁଦୁଲିଡିହ ଗାଁ ନିକଟବର୍ତ୍ତୀ ନୀଳାଦ୍ରି ପ୍ରସାଦରେ ସ୍କୁଲ ଶିକ୍ଷା ଶେଷ କରିଥିଲେ ଶୁଭମ। ପରେ ଶୁଭମ ଭୁବନେଶ୍ୱର ବିଜେପି କଲେଜରେ ଯୁକ୍ତ 2 ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଥିଲେ। ହେଲେ ପୁଅର ପାଠପଢ଼ା ପାଇଁ ଆବଶ୍ୟକତା ରହିଥିବା ଅର୍ଥ ଖର୍ଚ୍ଚ କରିବାରେ ପରିବାରବର୍ଗ ସକ୍ଷମ ନଥିଲେ। ତଥାପି ବହୁତ କଷ୍ଟ ମେଧାବୀ ଶୁଭମ +2 ଶିକ୍ଷା ଶେଷ କରିଥିଲେ। ଏହାରି ମଧ୍ୟରେ ଦିନେ ବ୍ରହ୍ମପୁରର ଶିକ୍ଷକ ବାସୁଦେବ ମହାରଣାଙ୍କ ସହିତ ଶୁଭମଙ୍କ ସାକ୍ଷାତ ହୋଇଥିଲା। ଶିକ୍ଷକ ବାସୁଦେବ ନେଟ୍ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଶୁଭମଙ୍କୁ ପରାମର୍ଶ ଦେଇଥିଲେ, କିନ୍ତୁ ଏଥିପାଇଁ ପରିବାର ଲୋକ ଟଙ୍କା ଖର୍ଚ୍ଚ ଦେଇପାରିବେ ନାହିଁ କି ତାହାକୁ ନେଇ ଶୁଭମ ଦ୍ୱନ୍ଦ୍ୱରେ ରହିଥିଲେ। ଶେଷରେ ବାସୁଦେବ ସାରଙ୍କ ପରାମର୍ଶ କ୍ରମେ ନେଟ୍ ପରୀକ୍ଷା ନେଇ ନିଜ ଗାଁକୁ ଫେରିଥିଲେ। ଏପଟେ ଘରର ଆର୍ଥିକ ଅଭାବ, ସେପଟେ ମନରେ ପାଠ ପଢ଼ିବାର ଆଗ୍ରହ, ସବୁ କଥାକୁ ମନରେ ରଖି ଘର ଛାଡ଼ିଥିଲେ ଶୁଭମ। ଆଉ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ବେଙ୍ଗାଲୁରୁ ଅଭିମୁଖେ ବାହାରି ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରିବା ସହ ମାସକୁ 15,000 ଟଙ୍କା ରୋଜଗାର କରୁଥିଲେ। ଶ୍ରମିକ ଭାବରେ କାମ କରୁଥିଲେ ଶୁଭମ ଶବର କହିଛନ୍ତି, ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲି। ସେଥିପାଇଁ ମାସିକ ମୋତେ 15,000 ଟଙ୍କା ଦରମା ମିଳୁଥିଲା। ଦୀର୍ଘ 1.5 ମାସ ଧରି ଏଭଳି କାର୍ଯ୍ୟ କରୁଥିଲି। ଦିନେ ଗୋଟିଏ ଫୋନ୍ କଲ୍ ଆସିଲା, ଆଉ ମୋତେ କୁହାଯାଇଥିଲା ମିଠା ଦିଅ। ଫୋନ୍ରେ ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କେଉଁ କାରଣ ପାଇଁ ମିଠା ଦେବି ବୋଲି ପ୍ରଶ୍ନ କରିଥିଲେ। ଏହି ସମୟରେ କୁହାଯାଇଥିଲା ଯେ ନେଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି, ତୁମେ ସେଥିରେ ଭଲ ରାଙ୍କ ରଖି ସଫଳତା ପାଇଛ। ଏଭଳି ଖବର ଶୁଣି ମୁଁ ବହୁତ ଖୁସି ହୋଇଯାଇଥିଲି। କାମ କରୁଥିବା ସ୍ଥାନରେ ସେହିଦିନ ବେଶ୍ ଖୁସିରେ କାର୍ଯ୍ୟ କରି ତୁରନ୍ତ କିପରି ନିଜ ଘରକୁ ଫେରିବି ତା ପାଇଁ ଯୋଜନା କରିଥିଲି। ନେଟ୍ ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ ଚୟନ କରିଥିଲି। ଶୁଭମ ଶବରଙ୍କ ଏପରି ସଂଘର୍ଷମୟ କଥା କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କିଛି କମ୍ ନୁହେଁ। ଦର୍ଶକ ବନ୍ଧୁ, କହିଲେ ଅତ୍ୟନ୍ତ ଯୁକ୍ତିକର ହେବ। ସବୁ ବାପା ମା ଚାହାନ୍ତି ଓ ପିଲାମାନେ ଆଶା ରଖିଥାନ୍ତି ବଡ଼ ହୋଇ ପାଠ ପଢ଼ି ଡାକ୍ତର ହେବେ ବୋଲି। ହେଲେ ଏଭଳି ନେଟ୍ ପ୍ରବେଶିକ ପରୀକ୍ଷା ଦେଇ ଡାକ୍ତରୀ ଶିକ୍ଷା ରହିଥିଲା ବୋଲି ଶୁଭମ ଜାଣିନଥିଲେ। ହେଲେ ଯେତେବେଳେ ଏହା ଶୁଣିଥିଲେ ମନରେ ଇଚ୍ଛା ହୋଇଥିଲା ଯେ ନେଟ୍ ପାଇଁ ପ୍ରସ୍ତୁତ ହେବେ। ପରେ କିଛି ଦିନର ପରିଶ୍ରମ କରି ପରୀକ୍ଷା ଦେଇଥିଲେ ବୋଲି କହିଛନ୍ତି ଶୁଭମ। ଆଉ ଏହି ପରୀକ୍ଷା ଦେବା ପରେ କିଛି ରୋଜଗାର କରି ନିଜ ଘରର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଆଶାରେ ବେଙ୍ଗାଲୁରୁ ଚାଲି ଯାଇଥିଲେ ଶୁଭମ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଲାଇଭ୍ 8।